ଯଦି ସମସ୍ତଙ୍କ ଶରୀରରେ ରକ୍ତ ଏକ ଅସ୍ଥି ଚର୍ମ ସମାନ ରହିଛି, ତେବେ ଭିନ୍ନତା ପ୍ରଶ୍ନ ଉଠୁଛି କେଉଁଠୁ? କେବଳ ସମାଜପତିମାନଙ୍କର ଇଏ ଏକ ମନଗଢ଼ା ଉଚ୍ଚ ନିଚ। ଏହି ଅସ୍ପୃଶ୍ୟମାନଙ୍କର ଅକାଳ ଦୁର୍ଦ୍ଦିନ ସମୟରେ ଡକ୍ଟର ଭୀମରାଓ ଆମ୍ବେଦକର 1891 ମସିହା ଏପ୍ରିଲ ମାସ 14 ତାରିଖ ଦିନ ମଧ୍ୟପ୍ରଦେଶର ରତ୍ନଗିରି ଜିଲ୍ଲାସ୍ଥିତ ମାଓ ନାମକ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ। ତାଙ୍କର ପିତାଙ୍କ ନାମ ଥିଲା ରାମଜୀ ମାଲୋଜୀ। ଅସ୍ପୃଶ୍ୟ ପରିବାରରେ ଜନ୍ମଗ୍ରହଣ କରିଥିଲେ ବି ତାଙ୍କ ପିତା ନିଜ ଅଧ୍ୟବସାୟ ବଳରେ ସାମରିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ହୋଇପାରିଥିଲେ। ଡକ୍ଟର ଆମ୍ବେଦକରଙ୍କର ମା ଭୀମାବାଈ ଥିଲେ ଜଣେ ଉତ୍ତମ ଗୃହିଣୀ। ତାଙ୍କର 3 ପୁତ୍ର 2ଟି କନ୍ୟା ସନ୍ତାନ ଥିଲେ। 5 ଗୋଟି ସନ୍ତାନର ଜନନୀ ହୋଇ ଭୀମାବାଈ ସମସ୍ତ ପୁତ୍ରକନ୍ୟାକୁ ଅନାବିଳ ସ୍ନେହ ଆଦର ଦ୍ୱାରା ଲାଳନ ପାଳନ କରୁଥିଲେ। ସେମାନଙ୍କ ମଧ୍ୟରେ ଅତି ଗେହ୍ଲବସର ସନ୍ତାନ ଥିଲେ କନିଷ୍ଠ ସନ୍ତାନ ଭୀମରାଓ। ସାନ ପୁତ୍ରକୁ ସେ ଅତି ସ୍ନେହ ଆଦର କରୁଥିଲେ, କିନ୍ତୁ ସାନ ପୁଅ ଆମ୍ବେଦକର ବେଶୀ ଦିନ ପର୍ଯ୍ୟନ୍ତ ମାତୃସ୍ନେହର ଅଧିକାରୀ ହୋଇପାରିନଥିଲେ। ତାଙ୍କୁ ଯେତେବେଳେ 5 ବର୍ଷର ବୟସ, ସେତେବେଳେ ସେ ନିଜର ମାତାଙ୍କୁ ହରାଇ ମାତୃହରା ହୋଇ ଶୋକରେ ମ୍ରିୟମାଣ ହୋଇପଡ଼ିଥିଲେ। ଆମ୍ବେଦକରଙ୍କର ବାଲ୍ୟ ଜୀବନରେ ଏହା ଥିଲା ଏକ ଦାରୁଣ ଆଘାତ। ତାଙ୍କର ଏହି ଦାରୁଣ ଆଘାତ ସମୟରେ ତାଙ୍କ ମାଉସୀ ମୀରାବାଈ ଶିଶୁପୁତ୍ର ଡକ୍ଟର ଆମ୍ବେଦକରଙ୍କୁ ସ୍ନେହ ମମତା ଡରରେ ବାନ୍ଧି ରଖିଥିଲେ। କ୍ରମଶଃ ଚପଳମତି ଶିଶୁର ସମୟାନୁକ୍ରମେ ବାଲ୍ୟରୁ କୈଶୋରକୁ ଅତିକ୍ରମ କରିଥିଲେ। ପ୍ରାଥମିକ ବିଦ୍ୟାଳୟକୁ ଆମ୍ବେଦକର ଯେତେବେଳେ ଛାତ୍ର ଜୀବନର ଶୁଭାରମ୍ଭରେ ପଢ଼ିବାକୁ ଯାଆନ୍ତି, ସେ ନିଜ ସହପାଠୀ ଭାଇ ଭଉଣୀମାନଙ୍କଠାରେ ବସୁଥିଲେ। ସେ ସମୟରେ ଶିକ୍ଷକମାନେ ଅସ୍ପୃଶ୍ୟ ଛୋଟ ଜାତିର ପିଲାମାନଙ୍କୁ ଘୃଣା ଦୃଷ୍ଟିରେ ଦେଖୁଥିଲେ। ଅସ୍ପୃଶ୍ୟ ପିଲାମାନଙ୍କ ପାଠ ପଢ଼ିବା ସମୟରେ ତ୍ରୁଟି ଦେଖାଯାଉଥିବା ବେଳେ ଶିକ୍ଷକମାନେ ଛାତ୍ରମାନଙ୍କୁ ନ ଛୁଇଁ ଦୂରେଇ ବେତ ଫୋପାଡୁଥିଲେ। ଏହି ସବୁ କୁସଂସ୍କାରମୂଳକ ଘଟଣାବଳୀକୁ ଡକ୍ଟର ଆମ୍ବେଦକର ନିଜେ ହୃଦବୋଧ କରିଥିଲେ। ଆହୁରି ମଧ୍ୟ ପିତାମାତାମାନେ ସେମାନଙ୍କ ପିଲାମାନଙ୍କୁ ତାଗିଦ କରି କହିଥାନ୍ତି ଛୋଟ ଜାତିର ପିଲାମାନଙ୍କ ସହିତ ଖେଳକୁଦ ନ କରିବା ପାଇଁ, ସେମାନଙ୍କୁ ନ ଛୁଇଁବା ପାଇଁ। ଏପରିକି ଅଛୁଆଁ ଜାତିର ପିଲାମାନଙ୍କ ସହ କଥାବାର୍ତ୍ତା ନ କରିବା ପାଇଁ ମଧ୍ୟ କହୁଥିଲେ। ଆମ୍ବେଦକର ଗୋଟିଏ ମରାଠୀ ବିଦ୍ୟାଳୟରେ ଅଧ୍ୟୟନ କରୁଥିଲେ। ଅସ୍ପୃଶ୍ୟତାର ଘୃଣା ମନୋଭାବ ନେଇ ଶିକ୍ଷକମାନେ ତାଙ୍କୁ ସ୍କୁଲ ବାରଣ୍ଡାରେ ବସାଇ ପାଠ ପଢ଼ାଉଥିଲେ। ବାଳକ ଆମ୍ବେଦକର ଛୋଟ ପିଲା ହୋଇଥିଲେ ବି ସମାଜର ଏହି ଘୃଣାଭାବ ଲାଞ୍ଛନା ତାଙ୍କୁ ବହୁତ ବାଧୁଥିଲା, କିନ୍ତୁ ତାଙ୍କର ଏହି ମୁହୂର୍ତ୍ତରେ କିଛି କରିବାର ଉପାୟ ହିଁ ନଥିଲା। ମନର ଦୁଃଖ ମନରେ ହିଁ ରହୁଥିଲା। ସେ ଜଣେ ମେଧାବୀ ଛାତ୍ର ଥିଲେ। ଶିକ୍ଷକମାନେ ତାଙ୍କୁ ଅସ୍ପୃଶ୍ୟ ଭାବି ଅଲଗା ବସାଇ ପାଠ ପଢ଼ାଉଥିଲେ, ହେଲେ ମଧ୍ୟ ସେ ଶିକ୍ଷକମାନଙ୍କୁ ଉତ୍ତମ ବ୍ୟବହାର ଦେଖାଉଥିଲେ। ତାଙ୍କର ଉତ୍ତମ ବ୍ୟବହାର ଓ ଉତ୍ତମ ଶିକ୍ଷା ଗ୍ରହଣ ଯୋଗୁଁ ଖୁବ୍ ଶୀଘ୍ର ସେ ଶିକ୍ଷକମାନଙ୍କର ଅତି ପ୍ରିୟ ପାତ୍ର ହୋଇପାରିଥିଲେ। ଆମ୍ବେଦକରଙ୍କର ଉତ୍ତମ ଚରିତ୍ର ଓ ଉତ୍ତମ ବିଦ୍ୟା ଅଧ୍ୟୟନ ତାଙ୍କୁ ମେଧାବୀ ଛାତ୍ର ରୂପେ ପରିଚିତ କରିପାରିଥିଲା। ପିତାଙ୍କ ଚାକିରିରେ ବଦଳି ହେବା ସହିତ ଆମ୍ବେଦକରଙ୍କୁ ବହୁ ସ୍କୁଲ ବଦଳ କରିବାକୁ ହେଉଥିଲା। ତେଣୁ ସେ ବହୁ ସ୍ଥାନ ପରିବର୍ତ୍ତନ କରୁଥିଲେ। ବହୁତ ସ୍ଥାନରୁ ବହୁତ ଜ୍ଞାନ ମଧ୍ୟ ସେ ଆହରଣ କରିଥିଲେ। ସେ ଯେଉଁ ନୂଆ ନୂଆ ସ୍କୁଲକୁ ଅଧ୍ୟୟନ କରିବାକୁ ଯାଆନ୍ତି, ସେଠାରେ ମଧ୍ୟ ଅସ୍ପୃଶ୍ୟତାର ଘୃଣାଭାବ ଲାଗି ରହିଥାଏ। ସର୍ବବ୍ୟାଧି ଗ୍ରାସ କଲା ଭଳି କୁସଂସ୍କାର ପ୍ରଥା ଯେମିତି ସାରା ସମାଜକୁ ଗ୍ରାସି ସାରିଥାଏ। ବିଭିନ୍ନ ଭାଷା ଶିକ୍ଷା କରିବା ପାଇଁ ଆମ୍ବେଦକରଙ୍କର ଇଚ୍ଛା ଥିଲା, କିନ୍ତୁ ସଂସ୍କୃତ ଭାଷା ପ୍ରତି ତାଙ୍କର ବହୁତ ଆନ୍ତରିକ ଇଚ୍ଛା ଥିଲା। ବିଦ୍ୟାଳୟରେ ସଂସ୍କୃତ ବିଦ୍ୟା ଅର୍ଜନ କରିବା ନିମନ୍ତେ ସଂସ୍କୃତ ଶିକ୍ଷକଙ୍କୁ କହିଲେ, କିନ୍ତୁ ସଂସ୍କୃତ ଶିକ୍ଷକ ତାଙ୍କୁ
କଡ଼ାକଡ଼ି ଭାବରେ ମନା କରିଦେଲେ। ତୁମେ ବାମନ ହୋଇ ଚାନ୍ଦକୁ ଧରିବା ପାଇଁ ହାତ ବଢ଼ାଇବା ଉଚିତ ନୁହଁ, କାରଣ ଛୋଟ ଜାତିର ପିଲାମାନେ ସଂସ୍କୃତ ଦେବପୂଜ୍ୟ ଭାଷାକୁ ଅଧ୍ୟୟନ କରିଲେ ମହାପାପ। ତେଣୁ ସଂସ୍କୃତ ଭାଷା ଅଧ୍ୟୟନ କରିପାରିଲେ ନାହିଁ। ଶିକ୍ଷକଙ୍କ ଠାରୁ ଏପରି ବେଦ ଅଶୁଦ୍ଧ ଭାଷା ଶୁଣି ଆମ୍ବେଦକରଙ୍କର ମନରେ ଦାରୁଣ ଧିକ୍କାର ହେଲା ଏବଂ ଶେଷରେ ସେ ତାଙ୍କର ଦ୍ୱିତୀୟ ଭାଷା ଫରାସୀ ଭାଷାକୁ ଗ୍ରହଣ କରିଥିଲେ। ଆମ୍ବେଦକର ବାଲ୍ୟ ଅବସ୍ଥାରୁ ଜଣେ ଆଦର୍ଶ ଛାତ୍ର ହିସାବରେ ପରିଗଣିତ ହୋଇପାରିଥିଲେ। ଶିକ୍ଷକମାନେ ତାଙ୍କୁ ଆନ୍ତରିକ ଘୃଣା କରିଥିଲେ ମଧ୍ୟ ଆମ୍ବେଦକର ଅନ୍ତର ସହ ଶିକ୍ଷକକୁ ଭକ୍ତି କରିଥାନ୍ତି। ସେ ସମୟରେ ନିଜ ପିତା କିମ୍ବା ନିଜ ଗ୍ରାମର ସମ୍ମାନ ରକ୍ଷା କରିବା ପାଇଁ ନାମକରଣ ବେଳେ ନିଜର ପିଲାର ନାମ ସହ ନିଜ ପିତାଙ୍କ ନାମ ବା ଗ୍ରାମର ନାମକୁ ଯୋଡୁଥିଲେ। ଭୀମରାଓଙ୍କର ପୂର୍ବପୁରୁଷଙ୍କର ନାମ ଥିଲା ଆମ୍ବା ଭାବେ, ତେଣୁ ତାଙ୍କ ନାମ ଭୀମରାଓ ଆମ୍ବା ଭାବେ ଥିଲା। ସେହି ସତ୍ତାର ଉଚ୍ଚ ବିଦ୍ୟାଳୟରେ ଜଣେ ଶିକ୍ଷକ ଭୀମରାଓଙ୍କୁ ଖୁବ୍ ଭଲ ପାଉଥିଲେ ଏବଂ ସେ କେବେ ମଧ୍ୟ କୌଣସି ଅସ୍ପୃଶ୍ୟ ଛାତ୍ରଛାତ୍ରୀଙ୍କୁ ଘୃଣା କରୁନଥିଲେ। ସେ ଶିକ୍ଷକ ଭାବୁଥିଲେ ତାଙ୍କ ଚକ୍ଷୁରେ ସମସ୍ତ ମଣିଷ ସମାନ, ତେଣୁ ସମସ୍ତ ଛାତ୍ରଛାତ୍ରୀ ତାଙ୍କ ନିକଟରେ ଥିଲେ ସମାନ। ସେହି ଶିକ୍ଷକ ଆମ୍ବେଦକରଙ୍କର ପୁରାତନ ନାମ ଭୀମରାଓ ଆମ୍ବା ଭାବେରୁ ପରିବର୍ତ୍ତନ କରି ଆମ୍ବେଦକର କରିଥିଲେ। ଏହି ଆମ୍ବେଦକର ହେଉଛନ୍ତି ସତ୍ତାର ଉଚ୍ଚ ବିଦ୍ୟାଳୟର ତାଙ୍କର ପ୍ରିୟ ଛାତ୍ର। ସେହି ଦିନଠାରୁ ତାଙ୍କ ନାମ ଭୀମରାଓ ଆମ୍ବେଦକର ହୋଇଥିଲା। 1907 ମସିହାରେ ଆମ୍ବେଦକର ଏଲଫିନ୍ଷ୍ଟନ ଉଚ୍ଚ ବିଦ୍ୟାଳୟରୁ ମାଟ୍ରିକୁଲେସନ ପାସ୍ କରିଥିଲେ। ତାଙ୍କୁ ଯେତେବେଳେ 16 ବର୍ଷ ବୟସ, ସେ ରାମବାଇ ନାମକ ଏକ କନ୍ୟାକୁ ବିବାହ କରିଥିଲେ। ଛୋଟ ଜାତି ଓ ଛୁଆଁ ଜାତିର ଜଣେ ପିଲା ସେ ସମୟରେ ମାଟ୍ରିକୁଲେସନ ପାସ୍ କରିବା ଏକ ବଡ଼ କଥା ଥିଲା। କିନ୍ତୁ ଭାଗ୍ୟର ବିଡ଼ମ୍ବନା, ମାଟ୍ରିକୁଲେସନ ପାସ୍ କରିବା ସମୟରେ ତାଙ୍କ ପରିବାରରେ ଅଭାବ ଅସୁବିଧା ଦେଖା ଦେଇଥିଲା। ତେଣୁ ଅର୍ଥର ଦାରୁଣ ଅଭାବ କାରଣରୁ ସେ କଲେଜ ଅଧ୍ୟୟନ କରିପାରି ନଥିଲେ।